ଲୋକମାନଙ୍କର ସମସ୍ୟାର ସମାଧାନ କରୁଛନ୍ତି ଗଜେନ୍ଦ୍ର ଅଗସ୍ତି। ସେ ଜଣେ ପରୋପକାରୀ ମଣିଷ। ସେ କୁହନ୍ତି ଆପଣଙ୍କ ଭବିଷ୍ୟତ ଆଉ କରନ୍ତି ସବୁ ସମସ୍ୟାର ସମାଧାନ। ତାଙ୍କର ଏଇଟା ପେଶା ନୁହେଁ, ନିଶା, ଲୋକମାନଙ୍କୁ ସଚେତନ କରିବା ପାଇଁ। ହଁ ଆଜ୍ଞା, ଏ ହେଉଛି ସିମୁଳିଆ ବ୍ଲକ କାଞ୍ଚିପଡ଼ା ଅଞ୍ଚଳର ଜଣାଶୁଣା ବାସ୍ତବିତ ଗଜେନ୍ଦ୍ର ପ୍ରସାଦ ଅଗସ୍ତି। ପିଲାଟି ବେଳୁ ଭଲ ପାଠ ପଢ଼ନ୍ତି ଆଉ ସେ ପାଠପଢ଼ା ଶେଷ କରି ଲୋକମାନଙ୍କର ସେବା କରିବା ପାଇଁ ମନ ବଳାଇଥିଲେ। ଆଜକୁ 6 ବର୍ଷ ପୂର୍ବରୁ ଜଣେ ଗୁରୁଙ୍କ ପାଖରୁ ଶିକ୍ଷା ଲାଭ କରିଥିଲେ ଆଉ ଆଜି ସେ ଜଣେ ଭଲ ବାସ୍ତବିତ ରୂପେ ପରିଚିତ। ସେ ତାଙ୍କର ସ୍କାନର ମେସିନ୍ ସାହାଯ୍ୟରେ ମଣିଷର ସବୁ ସମସ୍ୟା ଜାଣିପାରନ୍ତି ଆଉ ମଧ୍ୟ ସମାଧାନର ପ୍ରତିକାର କୁହନ୍ତି। ବହୁ ଦୂରଦୂରାନ୍ତରରୁ ଲୋକମାନେ ନିଜର ଏବଂ ଘରର ସମସ୍ୟା ବିଷୟରେ ଆସିଥାନ୍ତି ଜାଣିବାକୁ। ଗଜେନ୍ଦ୍ର ମଧ୍ୟ ଓଡ଼ିଶାରେ ବିଭିନ୍ନ ଜିଲ୍ଲାର ବିଭିନ୍ନ ଲୋକମାନଙ୍କ ଘରକୁ ଯାଆନ୍ତି। ସମସ୍ୟା କ'ଣ ରହିଛି ଦେଖିବା ସହିତ ସମାଧାନ ମଧ୍ୟ କରିପାରନ୍ତି ଏବଂ ତାର ପ୍ରତିକାର ମଧ୍ୟ କୁହନ୍ତି। ବାସ୍ତବିତ ଗଜେନ୍ଦ୍ର ପ୍ରସାଦ ଅଗସ୍ତି ଶର୍ମା, ଘର ବାଲେଶ୍ୱର ଜିଲ୍ଲା ସିମିଳିଆ ବ୍ଲକ କାଞ୍ଚିପଡ଼ା। କ'ଣ କହିବେ ଏଇ ଯେଉଁ ଆପଣ ଦେଖୁଛନ୍ତି ଜାତକ ବାସ୍ତୁ ଦୋଷ ଲୋକଙ୍କର ସମସ୍ୟା ଦେଖିକି ଜଣାଉଛନ୍ତି, ତା ସହିତ ବି ପ୍ରତିକାର କରୁଛନ୍ତି, ଏ ବିଷୟରେ କ'ଣ କହିବେ? କେତେ ବର୍ଷ ହେଲା? ଏ ଆମର ହେଇଗଲା ଆଜକୁ କାମ କରିବାର 6 ବର୍ଷ। ତା ଆଗରୁ ଆମର ଅଭ୍ୟାସରତ ଥିଲେ ଯେ ଆପଣଙ୍କର ବାସ୍ତୁର ସମସ୍ୟା, ମାଟିର ସମସ୍ୟା ବା ଜାତକର ସମସ୍ୟା ଆମେ ଲୋକମାନଙ୍କୁ କିଛି କିଛି ପରାମର୍ଶ ଦିଆଯାଏ। ତେଣୁ ଯେ ଯେମିତି ପରାମର୍ଶ ଅନୁସାରେ ଯେମିତି କାମ କରନ୍ତି ସେ ମଧ୍ୟ ଫଳପ୍ରଦ ପାଆନ୍ତି। କେତେ ଭଲ ପାଇବା ଅଛି ଲୋକଙ୍କର, ଯେଉଁ ଆପଣ କେତେ କେତେ ଦୂର ଜାଗାକୁ ଯାଉଛନ୍ତି? ଆମର ମାନେ ମ୍ୟାକ୍ସିମମ୍ ସପ୍ତାହରେ ଗୋଟେ ଦିନ କି 2 ଦିନ ଭୁବନେଶ୍ୱର ପ୍ରୋଗ୍ରାମ୍ ଥିବ, ବାଲେଶ୍ୱର ପ୍ରୋଗ୍ରାମ୍ ରହୁଛି, ଯାଜପୁର, ଓଡ଼ିଶାରେ ପ୍ରାୟ ଜିଲ୍ଲାମାନଙ୍କରେ ଏସବୁ ପ୍ରୋଗ୍ରାମ୍ ହୁଏ। ବାସ୍ତୁ ମଧ୍ୟ ତାଙ୍କୁ ଦେଖିବା ପାଇଁ ଯାଏ। ଲୋକଙ୍କର ସମସ୍ୟା ପ୍ରତିକାର କହୁଛନ୍ତି, ଆଜ୍ଞା, ସମାଧାନ ହେଉଛି ତାଙ୍କର ସେମାନଙ୍କର ଯାହା ସମସ୍ୟା ଥିବ ସମସ୍ୟା ପାଇଁ ଆମେ ଯେ ପ୍ରତିକାର ବତାଉ, ସେ ଲୋକ ମଧ୍ୟ ନିଷ୍ଠାର ସହିତ କଲେ ସେ ମଧ୍ୟ ଫଳପ୍ରଦ ହେଇଛନ୍ତି। ମଧ୍ୟ ତାଙ୍କ ପାଖରୁ ମୋ ପାଖକୁ ମଧ୍ୟ ପଜିଟିଭ୍ ଆନ୍ସର୍ ମଧ୍ୟ ଆସେ। ପ୍ରାୟ ସମସ୍ୟା ହେଲା ପରେ ସେ ମଧ୍ୟ ମୋତେ ଆନ୍ସର୍ ଦିଅନ୍ତି, ହଁ ଠିକ୍ ଅଛି ନା ଆପଣଙ୍କ ପ୍ରତିକାରରେ ଆମେ କିଛି ଫଳପ୍ରଦ ପାଇଛୁ। ଆପଣ କେଉଁ ସମସ୍ୟା ବିଷୟରେ ଜାଣିଛନ୍ତି? ସବୁ ସମସ୍ୟା ବାସ୍ତୁର ପ୍ରତ୍ୟେକ ସମସ୍ୟା, ପ୍ରଥମେ ଘର ତିଆରି କରିବା ପୂର୍ବରୁ ମାଟିର ସମସ୍ୟା, ମାଟିରେ ସେଠି ପଜିଟିଭ୍ ଏନର୍ଜି ଅଛି କି ନାହିଁ ଏବଂ ମାଟିରେ କୌଣସି ଦୋଷ, ଶଲ୍ୟ ଦୋଷ, ଅସ୍ଥି ଦୋଷ ବା ଭସ୍ମ ଦୋଷ, ଇଏ ଦୋଷ ମଧ୍ୟ ଅଛି କି ନାହିଁ ତାକୁ ଦେଖିବା। ପ୍ଲସ୍ ବାସ୍ତୁରେ ରହିଲା ପଞ୍ଚତତ୍ତ୍ୱ ଉପରେ ମଧ୍ୟ ସେମାନଙ୍କୁ ମାନେ ଆମ ପରାମର୍ଶ ଅନୁସାରେ ସେମାନେ କରନ୍ତି। ଜଳତତ୍ତ୍ୱ, ଅଗ୍ନିତତ୍ତ୍ୱ, ଭୂମିତତ୍ତ୍ୱ, ବାୟୁତତ୍ତ୍ୱ ସବୁ ତତ୍ତ୍ୱ ଅନୁସାରେ ଆମେ ତାକୁ ଦେଲେ ପରାମର୍ଶ ଅନୁସାରେ ସେମାନେ କରନ୍ତି। ବିଶେଷ କରି ଆମ କାମ ହେଲେ ଆମ ପରାମର୍ଶ କ୍ରମେ ସେମାନେ ହେଉଛି ବାସ୍ତୁରେ ଉପଚାରିତା କରନ୍ତି ଏବଂ ଘର କରନ୍ତି। ଆପଣ ପରିଚୟ ଦିଅନ୍ତୁ। ମୋ ନାଁ ନରେନ୍ଦ୍ର ପ୍ରସାଦ ତ୍ରିପାଠୀ। ଆମ ଘର ଡିଆମ୍ପ୍ରସ୍ତମପୁର, କାଞ୍ଚିପଡ଼ା ପଞ୍ଚାୟତର 4 ନମ୍ବର ୱାର୍ଡ଼ରେ। ଆଉ ମୁଁ ଗଜେନ୍ଦ୍ର ବାବୁଙ୍କ ପାଖକୁ ଆସିଛି ବାସ୍ତୁ ବିଷୟରେ କିଛି ଜାଣିବା ପାଇଁ। ତାପରେ ଗୋଟେ ଘଟଣା ହେଉଛି ଯେ ଆମ ଘରେ ଟିକେ ଅସୁବିଧା ଥିଲା, ମାନେ ଏ ଯେଉଁ ସିଢ଼ି ଘରଟା ଟିକେ ଅଲଗା ପ୍ରକାର ହେଇଯାଇଥିଲା। ସେଟାକୁ ବଦଳାଇବା ପାଇଁ ମୁଁ ବ୍ୟବସ୍ଥା କଲି। ସେ କହିଲେ କାହିଁକି ଭାଙ୍ଗା ଭାଙ୍ଗି କରିବେ, ଭଙ୍ଗା ଭଙ୍ଗି କରି କିଛି ଲାଭ ନାହିଁ, ଆମେ ସୁଧାର ଦେବା। ତାପରେ ଆମ ଘରକୁ ଯାଇକି ବିଭିନ୍ନ ବ୍ୟବସ୍ଥା କଲେ, ଯାହା ହଉ ଏଇନା ଭଲ ଅଛି। ତାପରେ ମୁଁ ଭୁବନେଶ୍ୱର ସମସ୍ୟା ବି ସମାଧାନ ହେଇଯାଇଛି। ତାପରେ ଭୁବନେଶ୍ୱର ତାଙ୍କୁ ବି ମୋର ଗୋଟେ ମାମୁଁ ଘର ନେଇକି ଯାଇଥିଲି, ତାଙ୍କ ଘରେ ବି ଯାଇକି ସେ ସବୁ ଦେଖିଲେ, ଜାତକପତ୍ର ବି ଦେଖିଲେ। ତାଙ୍କର ସେ ବୋଉର ଟିକେ ଅସୁବିଧା ଥିଲା, ତାକୁ ବି ସଲ୍ଭ କଲେ, ଏସବୁ କରୁଛନ୍ତି। ତାପରେ ସେଇ ସକାଶେ ମୁଁ ଟିକେ ଆସିଛି ଏଠି।